If you really want to be success in your life, if you really want to achieve something great in your life, you must avoid your current pleasure. Without avoiding your current pleasure, you cannot be achieve what you want to achieve in your life. You cannot be success in your life. You must know this truth. You must know this reality. ଯଦି ସତରେ ପ୍ରକୃତରେ ଯଦି ଆପଣମାନେ କିଛି ଗୋଟେ ମହାନ କାମ କରିବା ପାଇଁ ଚାହୁଁଛନ୍ତି, ଗୋଟେ ବଡ଼ କାମ ହାସଲ କରିବା ପାଇଁ ଚାହୁଁଛନ୍ତି, ସଫଳତା ହେବା ପାଇଁ ଚାହୁଁଛନ୍ତି, ତାହେଲେ ଏଇ ବର୍ତ୍ତମାନ ସମୟରେ ଯେଉଁ ମଧ୍ୟ ମଜା ଅଛି, ଯେଉଁ ମଧ୍ୟ ଆନନ୍ଦ କରୁଛ, ମଜା କର, ସେଇ ଆନନ୍ଦକୁ, ସେଇ ମଜାକୁ ତ ଛାଡ଼ିବାକୁ ପଡ଼ିବ। ଯଦି ଆପଣମାନେ ସେଇ ମଜାକୁ, ସେଇ ଆନନ୍ଦକୁ ଛାଡ଼ି ପାରିବ ନାହିଁ, ତାହେଲେ କେବେ ମଧ୍ୟ ହାସଲ କରିପାରିବ ନାହିଁ ଯେଉଁଟା ମଧ୍ୟ ଚାହୁଁଛି ସେଇଟା। କେବେ ମଧ୍ୟ ସକ୍ସେସଫୁଲ୍ ଲୋକ ହେଇପାରିବ ନାହିଁ ଯଦି ଆପଣମାନେ ଆନନ୍ଦକୁ, ମଜାକୁ ଛାଡ଼ି ପାରିବ ନାହିଁ। This is not I am saying, this is the Bible clearly saying. Proverbs chapter 21:7 it clearly says, when you love pleasure, you will be poor, and when you love wine, you cannot be the rich. This is what the Bible clearly saying. ମୁଁ କହୁ ନାହିଁ, ବାଇବେଲ ସ୍ପଷ୍ଟ ଭାବରେ କହୁଅଛି, ଯେଉଁ ଲୋକ ଆନନ୍ଦକୁ, ମଜାକୁ ଭଲ ପାଏ ସେ ଗରିବ ହେବ। ଯେଉଁ ଲୋକ ମଦକୁ ଭଲ ପାଏ ସେହି ଲୋକ କେବେ ଧନୀ ହେବ ନାହିଁ। ହିତୋପଦେଶ 21:17 କହୁଛି। ମୁଁ କହୁ ନାହିଁ, avoid your current pleasure if you really want to be success in your life.